ଏମିତି କିଛି ମୁଁ ବାହାରି ପଡ଼ିଲି ଆଜି ମୁଁ କାମ ଅଛି ବୋଲିକି ହଁ ମୋ ମାମୁଙ୍କ ପୁଅକୁ ଯାଇକି ଆଣିବା ଯାଉଛି। ହେଲେ ରାସ୍ତା ତ ଦେଖନ୍ତୁ ପୁରା ଅଫରୋଡ଼ିଂ ରୋଡ଼, ମାନେ ପୁରା ଘାଟି ପାହାଡ଼ ଏରିଆ। ତ ଗଡ଼ି ଗଡ଼ି ଯିବାକୁ ହେଲେ ବି ଚେଷ୍ଟା ଚାଲିଛି। ଆଉ ଯାଉଛି ମୁଁ ଏମିତି କିଛି ଜାଗାରେ ପାହାଡ଼ ଉପରେ କିନା ପାଣି ଗାତରୁ ପୁରା ପାଣି ପୁରା ବାହାରୁଛି, ପୁରା ସେଇ ଜାଗାକୁ ମୁଁ ଯିବି। ସେଇ ହେଲା ମୋ ମାମୁଁ ଘର, ଯେଉଁଠିକି ସନସେଟ୍ ପଏଣ୍ଟ ଦାରିଙ୍ଗବାଡ଼ିର ତା ତଳେ ମାତ୍ର 2-3-4 ଘର ଅଛି। ଗଲା ତଳକୁ ଗଲା ପରେ ଦେଖିଲି ଖଜୁରୀ ଗଛରେ ପୁରା ଗୋଟେ ଝୁଲୁଛି ଆଉ ହାଣ୍ଡିଟେ। ଜାଣି ତ ପାରୁଥିବେ, ଜାଣିପାରୁଥିବେ କମେଣ୍ଟ କରିବେ, ଠିକ୍ ଅଛି। ଯାଇକି ମାମୁଁ ଘରେ ପହଞ୍ଚିଲା ପରେ ଏମିତି କିଛି ଦୃଶ୍ୟ ଥିଲା। ଦୃଶ୍ୟ ପରେ ଗଲି ମୁଁ ଉପରକୁ ଗଲା ପରେ ଏଇ ଘର ଗୁରା ବହୁତ ପୁରୁଣା ଘର। ଆମ ଛୁଆ ବେଳ ଇଏ ହେଲା ଆମ ମାମୁଁ ଗପ, ୟାଙ୍କ ନାଁରେ ଲାଲା। ଲାଲା ପଛରେ ଅଛି ଗୋଟେ ବଣି ଚଢ଼େଇଟେ, ବଣି ଚଢ଼େଇଟେ ପୁରା ଫଞ୍ଜୁରୀ ଭିତରେ ଅଛି। ଡାକୁଥାଏ ଏମିତି କରୁଥାଏ। ଓ ଏଇପଟେ ଗୋଟେ ଥିଲା ଆଉ ଗୋଟେ ପୁରା ଶୁଆ। ଇଏ ତ ପୁରା ସିଟି ମାରୁଥିଲା, ମିଟୁ 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 ବୋଲି କହୁଥିଲା। ହେଲେ ମୋତେ ଭାଇ ମିଟୁ ଭାଇକୁ ତ ଡାକୁନି, ମିଟୁ ଭାଇ ତ ଛାଡ଼ି ପଳେଇଛି। ତାପରେ ଏଇପଟେ ଗୋଟେ ଦେଖିଲି ପଞ୍ଜୁରୀ, ଆଉ ଗୋଟେ ସୁନ୍ଦର ପକ୍ଷୀ ଗୁରା ଥିଲେ। ଏଗୁରା କପତ ଥିଲା 3ଟା, ପୁରା ସୁନ୍ଦର ଲାଗୁଥିଲା। ଏମାନଙ୍କୁ କୁଆଡ଼ୁ ଆଣିଛନ୍ତି ପକ୍ଷୀ, ପୁରା ପକ୍ଷୀ ଭର୍ତ୍ତି କରିଛନ୍ତି। ତାପରେ ଆମେ ବାହାରି ପଡ଼ିଲୁ 2 ଭାଇ, ଚାଲେ ଏଥର ଯିବା ବୋଲି। ଆସିଲା ବେଳକୁ ଦେଖିଲି କିଛି ଏମିତି ଅଛି। ତ ଏଇଟା କ'ଣ ଆପଣମାନେ ଜାଣିଛନ୍ତି? ଏଇ ଜିନିଷଟା କ'ଣ କମେଣ୍ଟ କରନ୍ତୁ, ଠିକ୍ ଅଛି। ଆମ ଆଡ଼େ ତ ନାଲି କୁହନ୍ତି, ହଳଦୀର ଗୋଟେ ତାର ଯେଉଁଟା ପୁରୁଣା ମୁଣ୍ଡ ଥାଏ ସେଇଟା। ଏଇପଟେ ଦେଖନ୍ତୁ ପୁରା ଟିଣ ଉପରେ ଥୁଆ ହେଇଛି, ପୁରା କଖାରୁ ଗୁଡ଼ା କେତେ ସୁନ୍ଦର ଭାବରେ। ଏଇଟା କେଜି ହବ, ହଁ 3 କେଜି ହେଇପାରେ, ମତେ ଯାହା ଲାଗୁଛି। ତାପରେ ଆସି ପଡ଼ିଲା ଆମର କିଛି ଏମିତି କାମ ଥିଲା। ତ କେବିନ ଆମ ନୂଆର ବନା ଚାଲିଛି। ଆଉ ଏଇପଟେ ଆମେ ଟିଣ ଛପର ଲଗେଇବୁ ବୋଲି ଆମେ ଆଣିଥିଲୁ, କ'ଣ କହିବେ, ଏମିତି ହୋଲ୍ କରିବା ପାଇଁ ଗୋଟେ ମେସିନ୍ଟେ ଆଣିଥିଲୁ, ଯେଉଁଟା ଚାର୍ଜିଂର। ତ କାମ ଚାଲିଛି, ମିଟୁ ଭାଇ ଅଛନ୍ତି ଉପରେ ପୁରା। ଏପଟେ କଣ୍ଟାଟା ପୁରା ଘୁରି ଟାଇଟ୍ କରାହେଉଛି। ଟାଇଟ୍ କଲା ପରେ କିଛି ସମୟ ପରେ ମିଟୁ ଭାଇଙ୍କ କଥା ଶୁଭୁଛି, ଭାଇ କ'ଣ କାମ କରୁନି ଆଉ ମେସିନ୍, ଇଏ କ'ଣ ଚାର୍ଜ ଫାର୍ଜ ସରିଗଲାଣି କି? ହେଇଥିବ ଭାଇ, ମୁଁ ଆଉ କ'ଣ କହିପାରିବି। ଲାଲା ଯେମିତି ଆଣିଥିବ ଆଉ। ମୁଁ କହିଲି ଭାଇ ଥିବ, ଦେଖ ଚାର୍ଜ ଥିବ, ଟ୍ରାଏ କର। ମୁଁ ଏପଟେ ନଟଟା ମୁଡ଼ୁ ମୁଡ଼ୁ ମିଟୁ ଭାଇ ବାର କହୁଛନ୍ତି, ଭାଇ ଆମ ଚାର୍ଜ ସରିଗଲା, ନେଲେ ତଳକୁ ଦେଖିଲା ବେଳକୁ ଭାଇ ଚାର୍ଜ